ଛୁଆଟାକୁ କାହାକୁ ଦେଇଦେବା ପାଇଁ ନିଷ୍ପତ୍ତି ନେଲେ। ଠିକ୍ ସେତିକିବେଳେ ଗୋପୀ ଆଉ ମୁଁ ସେଇ ବାଟ ଦେଇ ଯାଉଥିଲୁ। ଏତେ ସୁନ୍ଦରିଆ କହୁଥିକା ଛୁଆଟାକୁ ଦେଖି ଗୋପୀର ତ ଲୋଭ ହେଲା ଆଉ। ମନ୍ଦିର ନନା ମାନେ କହିଲେ ଏ ପିଲାଟି ହେଉଛି ଦେବ ଶିଶୁ। ହଁ ୟାକୁ ନେଇ ଯେ ପାଳି ପୋଷି ମଣିଷ କରିବ ଭଗବାନ ତା ଉପରେ କୋଟିଏ ଆଶୀର୍ବାଦ ଓଜାରି ଦେବେ, ଲକ୍ଷେ ପୁଣ୍ୟ ଅର୍ଜନ କରିବ। ସେଇଠୁ ଗୋପୀ ମତେ କହିଲା କକେଇ ଏ ସୁଯୋଗ ମାକୁ ଛଡ଼ା କରିବାନି ନା ମୋ ସାବିକା ଲକ୍ଷ୍ୟ ପୁଣ୍ୟ ଅର୍ଜନ କରି ସୌଭାଗ୍ୟବତୀ ହଉ, ତା ଜୀବନଟା ଧନ୍ୟ ହଉ, ଆମେ ଛୁଆଟାକୁ ନେଇଯିବା। ସତରେ ମାମୁଁ ସତର ସାବି ଏ ଗୋପୀଟା ତ ଏତେ ଭଲ ପାଏ ମୁଁ ଆଜି ହିଁ ଜାଣିଲି। ମୁଁ ଜାଣେ ମାମୁଁ ଏ ଗୋପୀଟା ମୋର ସୁନା ମୁଣ୍ଡା। ମୁଁ ସିନା ବେଳେବେଳେ ତାକୁ ଏଣୁ ତେଣୁ କହିଦିଏ ଆଉ ଏଇଟା କେମିତି ବୋକାଟା କେଜାଣି ଏଇ କଥା ମତେ ଆଗରୁ ବୁଝେଇ ଦେଇଥିଲେ ଏଇ କଥା ମୁଁ ଅଲକ୍ଷଣୀ ତାକୁ କେତେ କଣ କହିଗଲେଣି ମତେ ଯାହା ମରଣ ନହେଲା ଏ ଗୋପୀ ତାକୁ ଭୋକ କଲାଣି, କହିଲେ କ୍ଷୀର ଗରମ କରିଦେବା। ମୋ ଧନଟା ମୋ ଉପରେ ରାଗିବୁନି। ନା